ଆଇବଙ୍କ ବନ୍ଧୁମାନେ ଯାହା କହୁଥିଲେ ତାହା ସତ୍ୟ ନଥିଲା। ଇଲିଫସ୍ କହୁଛନ୍ତି ଜ୍ଞାନୀ ବ୍ୟକ୍ତି କ'ଣ ଆମ କଥାରେ ଉତ୍ତର ଦେବ? ସେ ଆଇବଙ୍କୁ ମୂର୍ଖ ସହିତ ତୁଳନା କରୁଛନ୍ତି। ସେ ଆଇବଙ୍କୁ ଦୋଷୀ ସାବ୍ୟସ୍ତ କରୁଛନ୍ତି। ତାଙ୍କ କଥାରେ କୌଣସି ମୂଲ୍ୟ ନାହିଁ ବୋଲି କହୁଛନ୍ତି। ଅନେକ ସମୟରେ ଆମେ ଅନ୍ୟର ବିଚାର କରୁ, ଅନ୍ୟକୁ ସମାଲୋଚନା କରୁ, କିନ୍ତୁ ନିଜକୁ ଦେଖିନଥାଉ। ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭ ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ପଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। প্রিয় দর্শক বন্ধু নমস্কার। প্রভু যীশুଙ୍କ ମଧୁର ନାମରେ ଆପଣଙ୍କୁ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆପଣଙ୍କ ମଧ୍ୟରୁ ଅନେକ ଆମ ସହିତ ଫୋନରେ ଯୋଗାଯୋଗ କରିଛନ୍ତି। ମୁଁ ସେମାନଙ୍କୁ ବିଶେଷ କରି ଧନ୍ୟବାଦ ଦିଏ। ଯଦି କେହି ଏପର୍ଯ୍ୟନ୍ତ ଯୋଗାଯୋଗ କରିପାରିନାହାନ୍ତି, ଆପଣ ନିଶ୍ଚୟ ଆଜି ଆମ ସହିତ ଯୋଗାଯୋଗ କରନ୍ତୁ। ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପୁଣି ଥରେ ଆପଣଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପାଇଥିବାରୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଏ ଆମ ପ୍ରାର୍ଥନା ଯେ ଈଶ୍ୱରଙ୍କ ବାକ୍ୟ ଆପଣଙ୍କ ଜୀବନରେ ମହାନ କାର୍ଯ୍ୟ ସାଧନ କରୁ। ଈଶ୍ୱରଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ ସ୍ଥାପନ କରିପାରିବେ। ଆପଣଙ୍କ ଅନୁଭୂତି ନିଶ୍ଚୟ ଆମକୁ ଜଣାଇବେ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆମେ ଯେତେବେଳେ ଆୟୁବ ପୁସ୍ତକ ଅଧ୍ୟୟନ କରୁ, ଆମେ ଦେଖୁ ଯେ ଆୟୁବ ଜଣେ ଧାର୍ମିକ ବ୍ୟକ୍ତି ଥିଲେ। ସେ ତାଙ୍କ ଜୀବନର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଈଶ୍ୱରଙ୍କୁ ନିନ୍ଦା କରିନଥିଲେ। କିନ୍ତୁ ଅପରପକ୍ଷରେ ତାଙ୍କ 3 ଜଣ ବନ୍ଧୁ ଆୟୁବଙ୍କୁ ଦୋଷୀ ସାବ୍ୟସ୍ତ କରୁଥିଲେ। ଆମେ ଯେତେବେଳେ 15 ପର୍ବକୁ ପଢ଼ୁ, ଆମେ ଦେଖୁ ଯେ ଇଲିଫସ୍ ପୁଣି ଥରେ କହିବା ଆରମ୍ଭ କରୁଛନ୍ତି। ଅନେକ ବିଷୟ ଆୟୁବଙ୍କ ବନ୍ଧୁମାନେ କହୁଥିଲେ ଯାହା ସତ୍ୟ ନଥିଲା। ଇଲିଫସ୍ ପୁଣି ଆୟୁବଙ୍କୁ ଲକ୍ଷ୍ୟ କରି କହୁଛନ୍ତି, ଜ୍ଞାନୀ ବ୍ୟକ୍ତି କ'ଣ ଆଶାର କଥାରେ ଉତ୍ତର ଦେବ? ସେ ଆୟୁବଙ୍କୁ ମୂର୍ଖ ସହିତ ତୁଳନା କରୁଛନ୍ତି। ସେ ଆୟୁବଙ୍କୁ ଦୋଷୀ ସାବ୍ୟସ୍ତ କରୁଛନ୍ତି। ତାଙ୍କ କଥାରେ କୌଣସି ମୂଲ୍ୟ ନାହିଁ ବୋଲି କହୁଛନ୍ତି। ଅନେକ ସମୟରେ ଆମେ ଅନ୍ୟର ବିଚାର କରୁ। ତାର ପରବର୍ତ୍ତୀ ଅଂଶରେ ଆୟୁବ ଇଲିଫସ୍କୁ ଉତ୍ତର ଦେଉଛନ୍ତି। ପ୍ରଥମତଃ ଆୟୁବ ଦୁଃଖ ପ୍ରକାଶ କରୁଛନ୍ତି ଯେ ତାଙ୍କ ବନ୍ଧୁମାନେ ତାଙ୍କୁ ସବୁଠାରୁ ଅଧିକ ଆବଶ୍ୟକ କରୁଥିବା ସମୟରେ ସାନ୍ତ୍ୱନା ଦେବାରେ ବିଫଳ ହୋଇଥିଲେ। ଯେତେବେଳେ ଜଗତ ଆପଣଙ୍କ ଯନ୍ତ୍ରଣା ସମୟରେ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରେ, ସେତେବେଳେ କ'ଣ ଲାଗେ? ଯୀଶୁ ତାଙ୍କ ସାନ୍ତ୍ୱନା ଓ ପ୍ରେମ ପ୍ରଦାନ କରନ୍ତି। ଦ୍ୱିତୀୟରେ ଆୟୁବ ପ୍ରକାଶ କରିଥିଲେ ଯେ ତାଙ୍କ ବନ୍ଧୁମାନଙ୍କ ଠାରୁ ତାଙ୍କୁ ସବୁଠାରୁ ଅଧିକ ଆବଶ୍ୟକ ଥିଲା ସାହାଯ୍ୟ, ପ୍ରେମ, ଉତ୍ସାହର ଆବଶ୍ୟକ ଥିଲା, କିନ୍ତୁ ସେମାନେ କରିବାରେ ବିଫଳ ହୋଇଥିଲେ। ଆଜି କ'ଣ ଆମେ ଅନ୍ୟକୁ ସାହାଯ୍ୟ କରୁଛୁ କି? ଯେଉଁମାନେ ଦୁଃଖରେ ଅଛନ୍ତି ସେମାନଙ୍କୁ ଉତ୍ସାହଜନକ ବାକ୍ୟ ଦେଉଛୁ କି? ତେବେ ଆସନ୍ତୁ ଏ ସମ୍ପର୍କରେ ଆଜିର ଆଲୋଚନାରେ ଚିନ୍ତା କରିବା, କିନ୍ତୁ ତା ପୂର୍ବରୁ ଏକ ଭକ୍ତିମୂଳକ ଗୀତ ଶୁଣିବା। ପାପ ସବୁ ମୋର ଆଖିର ପତାରେ ଲୁହ ହୋଇ ଯାଏ ବହି, ଅନୁତାପ ନଈ ଯାଏ ଝରି ଝରି କୃଷିୟ ପ୍ରେମକୁ ସ୍ମରି, ଆଶା ଭରସାର
प्रतीक्षारे अछि चाहि पाप सबु मोर आखिर पतारे लुह होई जाए बही लुह होई जाए बही प्रतीक्षारे अछि चाहि पाप सबु मोर आखिर पतारे लुह होई जाए बही लुह होई जाए बही आसंतु वर्तमान आम प्रभुंकर वाक्य मध्यकु जिबा। आज आम आईब पुस्तकर 15 पर्वरु आरंभ करी 17 पर्व पर्यंत अध्ययन करने निमंते जिबा। एही अंश मध्य आम इलिफान्सकर आईबଙ୍କ सहित द्वितीय बार कथोपकथन और इलिफान्सक प्रति आईबଙ୍କର प्रत्युत्तर संपर्क में आलोचना करने को जिबा। आपण जानिथिबे जे आईबଙ୍କ सहित तांको बंधुमानकर प्रथम थर पई कथोपकथन विषय नहीं आम एथि पूर्वरु आलोचना कर सारिछु। एही 3 जण जाक बंधु आईबଙ୍କ सहित कथबार्ता करियछंती और आईब मध्य सेमानकु प्रथम थर पई प्रत्युत्तर दे सारिछंती। किंतु वर्तमान आमे द्वितीय पर्याय रे आसी पहुंचियछु। एही पर्याय रे द्वितीय थर पई आईबଙ୍କ सहित इलिफान्सकर कथोपकथन होइअछि और आईब ताहांकु प्रत्युत्तर देउछंती। आपण जानिथिबे जे एही इलिफास जणे आध्यात्मिकवादी थिले। से स्वप्न और दर्शन उपरे विशेष गुरुत्व देउथिले। से भावन्ती जे ताहांकर एक चमत्कार अनुभूति रहिअछि और समस्ते ताहा सुनिबा उचित, किंतु ताहा ठीक नुहे। प्रथमतः आमे सत्य को जानिबा उचित, जहा कि ईश्वरक वाक्य, मात्र मनुष्यर अनुभूतिर कथा नुहे। यापरे सेही अनुभूति
ସେହି ବାକ୍ୟ ମଧ୍ୟ ଦେଇ ପ୍ରକାଶିତ ହେବା ଉଚିତ। କିନ୍ତୁ ଅନେକ ସମୟରେ ଏହି ଅନୁଭୂତି ଈଶ୍ୱରଙ୍କ ବାକ୍ୟ ସହିତ ଖାପ ଖାଏ ନାହିଁ। ଏହା ଈଶ୍ୱରଙ୍କ ବାକ୍ୟର ବିରୁଦ୍ଧରେ ଯାଏ। ତେବେ ଆସନ୍ତୁ ଦେଖିବା ଯେ ଇଲିଫସ୍ଙ୍କର ବାକ୍ୟ ତାହାଙ୍କର ଅନୁଭୂତି ଉପରେ ପର୍ଯ୍ୟବେସିତ ଓ ଏହିପରି ଏକ ବ୍ୟକ୍ତି ସହିତ କୌଣସି ବିଷୟ ନେଇ ଆଲୋଚନା କରିବା ଅତି କଷ୍ଟକର ବ୍ୟାପାର। ଲକ୍ଷ୍ୟ କରନ୍ତୁ, ଏହିପରି ଏକ ବ୍ୟକ୍ତି ସହିତ ଆଇବ କିପରି କଥାବାର୍ତ୍ତା କରୁଅଛନ୍ତି। ଆଇବ 15 ପର୍ବରେ ପ୍ରଥମେ ଆମେ ଆଇବଙ୍କ ସହିତ ଇଲିଫସ୍ଙ୍କର ଦ୍ୱିତୀୟ ବାର କଥୋପକଥନ ବିଷୟ ନେଇ ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ, 15 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ଏଥିଉତ୍ତାରେ ତୈମନ୍ୟ ଇଲିଫସ୍ ଉତ୍ତର କରି କହିଲା, ଜ୍ଞାନୀ ଲୋକ କ'ଣ ଅସାର ଜ୍ଞାନରେ ଉତ୍ତର ଦେବ ଓ ପୂର୍ବୀୟ ବାୟୁରେ ଆପଣା ଉଦର ପୂର୍ଣ୍ଣ କରିବ? ସେ କ'ଣ ଅନର୍ଥକ କଥାରେ ଓ ନିଷ୍ଫଳ ବାକ୍ୟରେ ଯୁକ୍ତି କରିବ? ଅନ୍ୟ ଅର୍ଥରେ କହିବାକୁ ଗଲେ ଇଲିଫସ୍ କହନ୍ତି, ଆଇବ, ତୁମେ ପ୍ରକୃତରେ ବତାସ ତୁଲ୍ୟ। ତୁମେ କେବଳ ମୂଲ୍ୟହୀନ କଥା କହୁଅଛ। ତୁମ କଥାର କୌଣସି ମୂଲ୍ୟ ନାହିଁ। ପୁନର୍ବାର ଆପଣ ଲକ୍ଷ୍ୟ କରିପାରିବେ ଯେ ସେ ଆଇବଙ୍କୁ ସାହାଯ୍ୟ କରିପାରୁନାହାନ୍ତି। ପ୍ରକୃତରେ ସେ ଆଇବଙ୍କୁ ଦୋଷାରୋପ କରି ତାହାଙ୍କୁ ଅପଦସ୍ଥ କରିବା ନିମନ୍ତେ ଚେଷ୍ଟା କରୁଅଛନ୍ତି ଓ ତାହାଙ୍କୁ ତାହାଙ୍କର ଦୋଷ ସ୍ୱୀକାର କରାଇବାକୁ ଚାହୁଁଅଛନ୍ତି। କିନ୍ତୁ ଆଇବଙ୍କ ପରି ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ନିମନ୍ତେ ଏହା ଉପଯୁକ୍ତ ପଦକ୍ଷେପ ନଥିଲା। 4 ପଦରୁ 6 ପଦରେ ଆମେ ଦେଖୁ ଯେ ଇଲିଫସ୍ କହନ୍ତି, ଆଇବ ନିଜେ ନିଜକୁ ଦୋଷାରୋପ କରାଉଛି ଓ ଅପରାଧୀ ବୋଲି ସାବ୍ୟସ୍ତ କରାଉଛି। ପ୍ରକୃତରେ ଇଲିଫସ୍ ଆଇବଙ୍କ ପଛରେ ଲାଗିଛି କିପରି ତାହାଙ୍କୁ ଦୋଷାରୋପ କରିବ। 7 ପଦରେ ଇଲିଫସ୍ କହନ୍ତି, ଆଇବ, ତୁମ୍ଭେ ଏପରି କଥା କହୁଅଛ ଯେପରି ତୁମ୍ଭେ କିଛି ଜାଣିଛ। ଏହାପରେ 8 ଓ 9 ପଦରେ ଆମେ ଦେଖୁ ଲେଖା ଅଛି, ତୁମ୍ଭେ କ'ଣ ପରମେଶ୍ୱରଙ୍କର ଗୁପ୍ତ ମନ୍ତ୍ରଣା ଶୁଣିଅଛ ଓ ତୁମ୍ଭେ କ'ଣ ଜ୍ଞାନ ଆତ୍ମସାତ କରୁଅଛ? ଆମ୍ଭମାନଙ୍କୁ ଅଜଣା କେଉଁ କଥା ତୁମ୍ଭେ ଜାଣୁଅଛ? ଆମମାନଙ୍କର ଅବୁଝା କେଉଁ କଥା ତୁମେ ବୁଝୁଅଛ? ଦେଖନ୍ତୁ, ପୁନର୍ବାର ଇଲିଫସ୍ ଆଇବଙ୍କ ସହିତ ଅଯଥାରେ ଯୁକ୍ତି ବାଢ଼ୁଛନ୍ତି। ସେ ଆଇବଙ୍କୁ କୌଣସି ପ୍ରକାରେ ଦୋଷୀ ବୋଲି ସାବ୍ୟସ୍ତ କରାଇବାକୁ ଚେଷ୍ଟା କରନ୍ତି। ସେ ଆଇବଙ୍କୁ ଏପରି ସ୍ଥାନକୁ ଆଣିପାରୁନାହାନ୍ତି ଯେଉଁ ସ୍ଥାନରେ କି ଆଇବ ନିଜେ ନିଜର ଦୁର୍ବଳତାକୁ ଜାଣିପାରିବେ ବା ନିଜ ଜୀବନରେ ରହିଥିବା ଅଭାବକୁ ଦେଖିପାରିବେ ଓ ନିଜ ଜୀବନର ମହାନ ଆବଶ୍ୟକତାକୁ ଦେଖିପାରିବେ। ତାହାଙ୍କର ବନ୍ଧୁଙ୍କଠାରୁ ତାହାଙ୍କୁ କୌଣସି ସାନ୍ତ୍ୱନା ମିଳୁନାହିଁ। 10 ପଦରେ ଲେଖା ଅଛି, ପକ୍ୱ କେଶ ବିଶିଷ୍ଟ ଓ ତୁମ୍ଭ ପିତା ଅପେକ୍ଷା ପ୍ରାଚୀନ ଅତି ବୃଦ୍ଧ ଲୋକେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ ଇଲିଫସ୍ ଓ ତାହାଙ୍କର ଆଉ 2 ଜଣ ବନ୍ଧୁ ଆଇବଙ୍କ ଉପରେ ସେମାନଙ୍କର ପରିପକ୍ୱତା ଓ ଅଭିଜ୍ଞତାକୁ ସାବ୍ୟସ୍ତ କରାନ୍ତି। ସେମାନେ ଆଇବଙ୍କଠାରୁ ଅଧିକ କିଛି ଜ୍ଞାନ ଆହରଣ କରିଅଛନ୍ତି ଓ ଜ୍ଞାନ ଯେ ସେମାନଙ୍କର ସପକ୍ଷ ଏହା ପ୍ରକାଶ କରନ୍ତି। ଏହା ହିଁ ଥିଲା ଇଲିଫସ୍ଙ୍କର ଯୁକ୍ତି। 14 ପଦରେ ଲେଖା ଅଛି, ମନୁଷ୍ୟ କିଏ ଯେ ସେ ସୂଚୀ ହୋଇପାରେ ଓ ସ୍ତ୍ରୀଜାତ ମନୁଷ୍ୟ କିଏ ଯେ ସେ ଧାର୍ମିକ ହୋଇପାରେ? ହଁ, ଏହା ସତ୍ୟ ଯେ ପ୍ରତ୍ୟେକ ମନୁଷ୍ୟ ପାପୀ। ମାତ୍ର ଇଲିଫସ୍ ଓ ତାହାଙ୍କର ବନ୍ଧୁମାନେ ଦୃଢ଼ତାର ସହିତ କହନ୍ତି ଯେ ଆଇବ ଏକ ଜଘନ୍ୟ ଓ ଭୟଙ୍କର ପାପ କରିଅଛନ୍ତି ଓ ସେ ତାହା ଖୋଲାଖୋଲି ଭାବରେ ସ୍ୱୀକାର କରିବା ଉଚିତ। ଏହାପରେ 15 ପଦରେ ଲେଖା ଅଛି, ଦେଖ, ସେ ଆପଣା ପବିତ୍ର ଗଣଠାରେ ବିଶ୍ୱାସ କରନ୍ତି ନାହିଁ। ଆହୁରି ତାହାଙ୍କ ଦୃଷ୍ଟିରେ ଆକାଶମଣ୍ଡଳ ନିର୍ମଳ ନୁହେଁ। ଇଲିଫସ୍ ଏଠାରେ ଆକାଶମଣ୍ଡଳ ବିଷୟ ନେଇ ଯେଉଁ ମତାମତ ଦିଅନ୍ତି ତାହା ଠିକ୍। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁବରଣ କଲେ, ସେ କେବଳ ମନୁଷ୍ୟ ଜାତିକୁ ଉଦ୍ଧାର କରିବା ନିମନ୍ତେ ମୃତ୍ୟୁବରଣ କଲେ ନାହିଁ, ମାତ୍ର ତାହାଙ୍କର ସେହି ଉଦ୍ଧାରର ଯୋଜନା ମଧ୍ୟରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ଆସିବାର ଅଛି, ଯେହେତୁ ସେ ଆମମାନଙ୍କୁ ଉଦ୍ଧାର କରିଅଛନ୍ତି। ଏହା ମଧ୍ୟ ସତ୍ୟ ଯେ ତାହାଙ୍କ ଦୃଷ୍ଟିରେ ଆକାଶମଣ୍ଡଳ ନିର୍ମଳ ନୁହେଁ। 16 ପଦରେ ଲେଖା ଅଛି, ତେବେ ଘୃଣାହ ଓ ଭ୍ରଷ୍ଟ ଅଧର୍ମକୁ ଜଳ ପରି ପାନକାରୀ ଯେ ମନୁଷ୍ୟ, ସେ କେଡ଼େ ନ୍ୟୁନ। ହଁ, ଏହା ମଧ୍ୟ ସତ୍ୟ। ଯଦି ଆକାଶମଣ୍ଡଳ ନିର୍ମଳ ନୁହେଁ ଓ ଉଦ୍ଧାରର ଆବଶ୍ୟକ କରେ, ତାହେଲେ ମନୁଷ୍ୟ ନିମନ୍ତେ ଉଦ୍ଧାର ପ୍ରାପ୍ତ ହେବା କେତେ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଯଦିଓ ଏହି ମନ୍ତବ୍ୟଟି ସତ୍ୟ, ମାତ୍ର ଏହା ଆଇବଙ୍କ ଓ ତାହାଙ୍କ ସମସ୍ୟା ନିମନ୍ତେ ପ୍ରଯୁଜ୍ୟ ନଥିଲା। 20 ଓ 21 ପଦରେ ଲେଖା ଅଛି, ଦୁଷ୍ଟ ଲୋକ ଆପଣାର ଯାବଜୀବନ ଅର୍ଥାତ୍ ଉପଦ୍ରବ ପାଇଁ ନିରୂପିତ ବର୍ଷ ଯାଏ କ୍ଲେଶ ଭୋଗ କରେ। ତାହାର କର୍ଣ୍ଣରେ ତ୍ରାସଜନକ ଶବ୍ଦ ଥାଏ। ସୌଭାଗ୍ୟ ସମୟରେ ଲୁଟକାରୀ ତାହାକୁ ଆକ୍ରମଣ କରିବ। ଏଠାରେ ପୁନର୍ବାର ଇଲିଫସ୍ ଆଇବଙ୍କ ସମ୍ପର୍କରେ ମତାମତ ଦେଇ କହନ୍ତି ଯେ ଆଇବ ଦୁଷ୍ଟ ଓ ଅଧାର୍ମିକ ଓ ସେ ସେମାନଙ୍କଠାରୁ କିଛି ଲୁଚାଉଛନ୍ତି।
ତେବେ ସେ ଯାହା ହେଉନା କାହିଁକି ଆମେ ସ୍ୱୀକାର କରିବା ଉଚିତ ଯେ ଏହି 3 ଜଣ ଯାକ ବନ୍ଧୁ ଯଦିଓ ଆଇବଙ୍କ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରି ନଥିଲେ କି ତାହାଙ୍କର ସେହିପରି ପରିସ୍ଥିତିକୁ ନେଇ ତାଙ୍କର ସମାଧାନ ନିମନ୍ତେ ଉପଯୁକ୍ତ ଉତ୍ତର ଦେଇପାରି ନଥିଲେ କି ସହାୟକ ହୋଇପାରି ନଥିଲେ, ମାତ୍ର ତଥାପି ସେମାନେ ଏହି ବର୍ତ୍ତମାନର ଲୋକମାନଙ୍କର ମନୁଷ୍ୟ ଓ ଈଶ୍ୱରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଓ ମନୁଷ୍ୟ ଜୀବନର ବାସ୍ତବତାକୁ ନେଇ ଯେଉଁପରି ଭୁଲ ଶିକ୍ଷା ପ୍ରଦାନ କରନ୍ତି ଓ ଭ୍ରାନ୍ତ ଚିନ୍ତାଧାରାରେ ପରିଚାଳିତ ହୁଅନ୍ତି, ସେମାନେ ସେପରି ଭ୍ରାନ୍ତ ଚିନ୍ତାଧାରାରେ ପରିଚାଳିତ ହୋଇନଥିଲେ। ମନୁଷ୍ୟ ଯେ ନିଜର ପାପ ତଥା ଅପରାଧ ନିମନ୍ତେ ଈଶ୍ୱରଙ୍କ ନିକଟରେ ଉତ୍ତରଦାୟୀ ଓ ଈଶ୍ୱର ତହିଁର ବିଚାର କରନ୍ତି, ଏହି ସତ୍ୟତା ସେମାନେ ପ୍ରକାଶ କରିଥିଲେ। କିନ୍ତୁ ଅନେକ ଲୋକ ଏହି ସତ୍ୟତାକୁ ଗ୍ରହଣ କରନ୍ତି ନାହିଁ। ତେବେ ଇଲିଫସ୍ ଆଇବଙ୍କ ପ୍ରତି ସାନ୍ତ୍ୱନାଦାତା ହେବା ପରିବର୍ତ୍ତେ ତର୍କକାରୀରେ ପରିଣତ ହେଲେ। ସେ କୌଣସି ନୂତନ ବିଷୟ ଯୋଗ କରିନଥିଲେ, ମାତ୍ର ସେହି ପୁରାତନ ବିଷୟକୁ ଦୋହରାଇଥିଲେ। ମାତ୍ର ଏହା ଆଇବଙ୍କ ସମସ୍ୟାର ସମାଧାନ ନିମନ୍ତେ ସହାୟକ ହୋଇନଥିଲା। ବର୍ତ୍ତମାନ ଆମେ ଆଇବ ପୁସ୍ତକର 16 ଓ 17 ପର୍ବ ମଧ୍ୟକୁ ଯିବା। ଏହି 2ଟି ଯାକ ପର୍ବରେ ଆମେ ଇଲିଫସ୍ଙ୍କ ପ୍ରତି ଆଇବଙ୍କର ଦ୍ୱିତୀୟବାର ପ୍ରତ୍ୟୁତ୍ତର ଦେବାର ବିଷୟ ଲକ୍ଷ୍ୟ କରିବାକୁ ଯିବା। ଏହା ବିଶେଷତଃ ଏକ ତର୍କ ବିତର୍କ ପରି ଜଣାଯାଏ, କିନ୍ତୁ ଏହା ଏପରି ହେବା ଉଚିତ ନଥିଲା, କାରଣ ଏହି ବନ୍ଧୁମାନେ ଆଇବଙ୍କର ସାନ୍ତ୍ୱନାକାରୀ ଭାବେ ଆସିଥିଲେ। କିନ୍ତୁ ଏମାନେ ସାନ୍ତ୍ୱନା ଦେବା ପରିବର୍ତ୍ତେ ତର୍କ ବିତର୍କ କଲେ, ତାହାଙ୍କର ତ୍ରୁଟି ଧରିବାକୁ ବସିଲେ ଓ ତାହାଙ୍କର ସମାଲୋଚନା କଲେ। ମାତ୍ର ସେମାନେ ସେହି ଯୁକ୍ତି ତର୍କରେ ତାହାଙ୍କୁ ଜିତି ପାରିଲେ ନାହିଁ। ଘଟଣାକ୍ରମେ ଜଣେ ଯୁବକ ଯିଏକି ସେହି ପାଖରେ ଛିଡ଼ା ହୋଇ ରହି ଏହି ସମସ୍ତ ବିଷୟ ଶୁଣୁଥିଲେ, ସେ ଭିତରକୁ ଆସି ସେହି ଯୁକ୍ତିତର୍କର ଏକ ସମାଧାନ ନିମନ୍ତେ ପଦକ୍ଷେପ ନେଲେ। ଶେଷରେ ଈଶ୍ୱର ତହିଁରେ ହସ୍ତକ୍ଷେପ କଲେ, ଯାହାକି ଆଇବ ଚାହୁଁଥିଲେ ଓ ଆବଶ୍ୟକ କରୁଥିଲେ। ତେବେ ଦେଖନ୍ତୁ 16 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ଏଥିରେ ଆଇବ ଉତ୍ତର କରି କହିଲା, ମୁଁ ଏପରି ଅନେକ କଥା ଶୁଣିଅଛି, ତୁମେ ସମସ୍ତେ ଦୁଃଖଦାୟକ ସାନ୍ତ୍ୱନାକାରୀ ଅଟ। ଦେଖନ୍ତୁ, ଆଇବ କହନ୍ତି, ତୁମେମାନେ ମୋତେ କିଛି ନୂତନ ବିଷୟ କହିନାହ। ତୁମେମାନେ ମୋତେ ଏପରି କିଛି ବିଷୟ କହିନାହ ଯାହାକି ମୁଁ ପୂର୍ବରୁ ଶୁଣି ନାହିଁ। ଏତଦ୍ ବ୍ୟତୀତ ତୁମେମାନେ ସମସ୍ତେ ଦୁଃଖଦାୟକ ସାନ୍ତ୍ୱନାକାରୀ ଅଟ। ତୁମମାନଙ୍କର ସାନ୍ତ୍ୱନା କେବଳ ମୋ ପ୍ରତି ଦୁଃଖଦାୟକ, ମାତ୍ର ସାନ୍ତ୍ୱନାଦାୟକ ନୁହେଁ। ପ୍ରକୃତରେ ଏହି ବନ୍ଧୁମାନେ ଆଇବଙ୍କର ବନ୍ଧୁ ଥିଲେ, ମାତ୍ର ସେମାନେ ସାନ୍ତ୍ୱନା ଦେବା ପରିବର୍ତ୍ତେ ଯୁକ୍ତିତର୍କ କରି ତାହାଙ୍କ ମନକୁ ଆହୁରି ଦୁଃଖ ପହଞ୍ଚାଇଲେ। ତେଣୁ ଆଇବ ସେମାନଙ୍କର ପ୍ରତ୍ୟେକଙ୍କର କଥା ଶୁଣିବା ପରେ ସେମାନଙ୍କୁ ଅନୁଯୋଗ ସୂଚକ ବାକ୍ୟ ପ୍ରଦାନ କଲେ, ଯାହାକି ଆମେ ବର୍ତ୍ତମାନ ଏଠାରେ ଲକ୍ଷ୍ୟ କରିବାକୁ ଯିବା। 3 ପଦରେ ଲେଖା ଅଛି, ଅସାର କଥାର କି ଶେଷ ଥାଏ? ଉତ୍ତର ଦେବା ପାଇଁ ତୁମ୍ଭକୁ କେଉଁ କଥା ଉତ୍ତେଜିତ କରୁଅଛି? ଆଇବ କହୁଛନ୍ତି, ମୁଁ ଭାବୁଥିଲି ତୁମ୍ଭେମାନେ ଏହିପରି ଅଯଥା କଥା କହିବା ନିମନ୍ତେ ଲଜ୍ଜିତ ଅନୁଭବ କରିବ। ସେଗୁଡ଼ିକ ଅସାର କଥା ଓ ମୂଲ୍ୟହୀନ। ସେମାନେ ତାଙ୍କର ଆବଶ୍ୟକତାକୁ ପୂରଣ କରିପାରୁନାହାନ୍ତି। ଆଜି ମଧ୍ୟ ଅନେକ ଏହିପରି ବାକ୍ୟ ପ୍ରଚାର କରନ୍ତି, ଯାହାକି ବାଇବଲ ଭିତ୍ତିକ ନୁହେଁ, କିମ୍ବା ପବିତ୍ର ଆତ୍ମାଙ୍କ ଚାଳନା ଅନୁଯାୟୀ ନୁହେଁ। ସେହି ବାକ୍ୟ ପ୍ରଚାର କୌଣସି ପ୍ରଭାବ ପକାଏ ନାହିଁ କି ମନୁଷ୍ୟମାନଙ୍କର ଉପକାରରେ ଆସିପାରେ ନାହିଁ, କାରଣ ଯେପର୍ଯ୍ୟନ୍ତ ଏହା ଈଶ୍ୱରଙ୍କ ବାକ୍ୟର ସତ୍ୟତା ଉପରେ ପର୍ଯ୍ୟବେସିତ ନୁହେଁ କିମ୍ବା ପବିତ୍ର ଆତ୍ମାଙ୍କର ଚାଳନା ଅନୁଯାୟୀ ନୁହେଁ, ସେ ପର୍ଯ୍ୟନ୍ତ ଏହା ଫଳପ୍ରଦ ହୋଇପାରେ ନାହିଁ କି କାହାର ଜୀବନକୁ ପ୍ରଭାବିତ କରିପାରେ ନାହିଁ। ଏହା ଅସାର କଥା ସହିତ ସମାନ ହୁଏ। ତେଣୁ ଯେଉଁମାନେ ଈଶ୍ୱରଙ୍କ ସେବକ ସେବିକା ଭାବେ କାର୍ଯ୍ୟ କରୁଅଛନ୍ତି, ସେମାନେ ଅସାର କଥା କହିବାରୁ କ୍ଷାନ୍ତ ହେବା ଆବଶ୍ୟକ, ମାତ୍ର ସେମାନଙ୍କର ଶିକ୍ଷା ବା ଉପଦେଶ ବା ପରାମର୍ଶ ଈଶ୍ୱରଙ୍କ ବାକ୍ୟର ସତ୍ୟତା ଉପରେ ଆଧାରିତ ହେବା ଆବଶ୍ୟକ। 16 ପର୍ବର 4 ପଦରେ ଲେଖା ଅଛି, ମୁଁ ମଧ୍ୟ ତୁମମାନଙ୍କ ପରି କହିପାରନ୍ତି, ଯେବେ ତୁମମାନଙ୍କ ପ୍ରାଣ ମୋର ପ୍ରାଣର ଅବସ୍ଥାରେ ଥାନ୍ତା, ତେବେ ମୁଁ ତୁମମାନଙ୍କ ବିରୁଦ୍ଧରେ ବାକ୍ୟମାଳା ଏକତ୍ର ଖଞ୍ଜି ପାରନ୍ତି ଓ ତୁମମାନଙ୍କ ପ୍ରତି ଆପଣା ମୁଣ୍ଡ ହଲାଇ ପାରନ୍ତି। ଆଇବ କହନ୍ତି, ଯଦି ସେମାନଙ୍କର ପରିସ୍ଥିତି ତାହାଙ୍କ ପରି ଥାନ୍ତା, ତାହେଲେ ସେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କିଛି ଦୋଷାରୋପଜନକ ବାକ୍ୟ ଦେଇପାରିଥାନ୍ତେ ଓ ମୁଣ୍ଡ ହଲାଇ ପାରିଥାନ୍ତେ। ସେମାନଙ୍କ ପରି ସେ ମଧ୍ୟ ତାହା କରିଥାନ୍ତେ, ମାତ୍ର ସେ ଅନ୍ତତଃ ପକ୍ଷେ ସେମାନଙ୍କୁ ସାନ୍ତ୍ୱନାଜନକ ବାକ୍ୟ ଦେଇଥାନ୍ତେ। 5 ପଦରେ ଲେଖା ଅଛି, ମାତ୍ର ମୁଁ ଆପଣା ମୁଖରେ ତୁମମାନଙ୍କୁ ସବଳ କରନ୍ତି ଓ ମୋ ଓଷ୍ଠାଧରର ସାନ୍ତ୍ୱନା ତୁମମାନଙ୍କ ଦୁଃଖରେ ଉପଶମ କରନ୍ତା। ଆଇବ କହନ୍ତି, ଯଦିଓ ସେ ସେମାନଙ୍କ ପରି ସେମାନଙ୍କ ଅବସ୍ଥା ପ୍ରତି ମୁଣ୍ଡ ହଲାଇଥାନ୍ତେ ଓ ସେମାନଙ୍କ ପ୍ରତି କିଛି ଦୋଷାରୋପଜନକ କଥା କହିଥାନ୍ତେ, ମାତ୍ର ତଥାପି ସେ ସେମାନଙ୍କ ପ୍ରତି ଭିନ୍ନ ଭାବରେ ବ୍ୟବହାର କରିଥାନ୍ତେ। ସେ କହନ୍ତି ଯେ ସେ ସେମାନଙ୍କୁ ତାହାଙ୍କ ମୁଖର ବାକ୍ୟ ଦ୍ୱାରା ସବଳ କରାଇଥାନ୍ତେ। ସେ ସେମାନଙ୍କୁ ମଧ୍ୟ ସାନ୍ତ୍ୱନାଜନକ ବାକ୍ୟ ଦେଇଥାନ୍ତେ। ସେ ସେମାନଙ୍କର ପାଦ ମଧ୍ୟ ଧୋଇ ଦେଇଥାନ୍ତେ, ଯାହାକି ସେ ସେମାନଙ୍କୁ
ସହଭାଗିତାର ଅଂଶୀ କରାଇଥାନ୍ତେ, ଯେଉଁ ବିଷୟ କି ସେମାନେ ତାହାଙ୍କ ପ୍ରତି କରିବା ଉଚିତ ଥିଲା। ପାଉଲ ମଧ୍ୟ ଏହି ପ୍ରକାର ବିଷୟ ପ୍ରତି ଅତି ଯତ୍ନବାନ ଥିଲେ ଓ ସେ ଏହି ବିଷୟ ନେଇ ବିଶ୍ୱାସୀମାନଙ୍କ ନିକଟକୁ ଲେଖିଥିଲେ ଯେପରି ସେମାନେ ଏଥିପ୍ରତି ସତର୍କ ରୁହନ୍ତି। ଗାଲାତୀୟ 6 ପର୍ବର ପ୍ରଥମ ପଦରେ ଲେଖା ଅଛି, ହେ ଭାଇମାନେ, ଯଦି କେହି କୌଣସି ଅପରାଧରେ ଧରାପଡ଼େ, ଆତ୍ମିକ ଯେ ତୁମ୍ଭେମାନେ ମୃଦୁ ଭାବରେ ସେହି ପ୍ରକାର ଲୋକକୁ ସଂଶୋଧନ କର। ପୁଣି କେଜାଣି ନିଜେ ମଧ୍ୟ ପରୀକ୍ଷାରେ ପଡ଼ିପାର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ। ପାଉଲ କହିବାକୁ ଚାହାନ୍ତି, ଏହି ପ୍ରକାର ପରିସ୍ଥିତିରେ ଥିବା ବ୍ୟକ୍ତି ସହିତ କୌଣସି ଯୁକ୍ତିତର୍କ ବା ପ୍ରତିବାଦ କର ନାହିଁ। ସେହି ଲୋକ ପ୍ରତି ପ୍ରଚାର କର ନାହିଁ, ମାତ୍ର ମୃଦୁ ଭାବରେ ତାହା ପ୍ରତି ବ୍ୟବହାର କରି ତାହାକୁ ରକ୍ଷା କର, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ କରିଥିଲେ। ଯେତେବେଳେ କି ସେ ନିଜର ଲୋକମାନଙ୍କର ପାଦ ଧୋଇ ଦେଇଥିଲେ, ସେ ଆଜି ମଧ୍ୟ ତାହା କରୁଅଛନ୍ତି। ଯେତେବେଳେ ଆପଣ ଓ ମୁଁ ଆମ୍ଭେମାନେ ଆମମାନଙ୍କର ପାପ ସବୁ ସ୍ୱୀକାର କରୁ, ସେତେବେଳେ ସେ ଆମମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ପ୍ରିୟ ବନ୍ଧୁ, ସେହି ପ୍ରଭୁ ଯୀଶୁ ଆଜି ମଧ୍ୟ ତାହାଙ୍କର ଲୋକମାନଙ୍କୁ ପରିଷ୍କାର କରନ୍ତି, ମାତ୍ର ସେ ମଧ୍ୟ ଆମମାନଙ୍କୁ ଏକ ଆଦର୍ଶ ଦେଖାଇ ଦେଇ ଯାଇଅଛନ୍ତି। ଯଦି ଆପଣ ଜଣଙ୍କର ପାଦ ଧୋଇବାକୁ ଯାଆନ୍ତି, ଆପଣ କେବେହେଲେ ନିଜକୁ ତାହାଙ୍କ ଉପରେ ପ୍ରତିଷ୍ଠିତ କରାଇବେ ନାହିଁ, ତାହାଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖିବେ ନାହିଁ, ତାହାଙ୍କ ପ୍ରତି ଅଙ୍ଗୁଳି ଦେଖାଇବେ ନାହିଁ କି ତାହାଙ୍କ ନିକଟରେ ପ୍ରଚାର କରିବେ ନାହିଁ। ଆପଣ ସେହି ବ୍ୟକ୍ତିଙ୍କ ନିକଟରେ ଆଣ୍ଠୋଇ ପଡ଼ି ଏକ ଦାସର ସ୍ଥାନ ଗ୍ରହଣ କରିବେ, ତାହାଙ୍କର ପାଦ ଧୋଇଦେବା ନିମନ୍ତେ। ତାହା ହିଁ ହେଉଛି ଜଣେ ବ୍ୟକ୍ତି ସହିତ ଯୁକ୍ତିତର୍କ କରିବାଠାରୁ ତାହା ପ୍ରତି ସାନ୍ତ୍ୱନାଜନକ କଥା କହିବା ମଧ୍ୟରେ ଭିନ୍ନତା। ଏହାପରେ 16 ପର୍ବର 6 ପଦରୁ 11 ପଦ ମଧ୍ୟରେ ଆମେ ଦେଖୁଛୁ ଯେ ତଥାପି ତାଙ୍କର ବନ୍ଧୁମାନେ ତାହା ଗ୍ରହଣ କରିପାରିଲେ ନାହିଁ କି ଆୟୁବଙ୍କୁ ସାହାଯ୍ୟ କରିପାରିଲେ ନାହିଁ। ସେମାନେ ତାହାଙ୍କ ପ୍ରତି ଅଧିକ କଠୋରତା ଭାବ ପ୍ରକାଶ କଲେ ଓ ତାହାଙ୍କ ମନକୁ ଅଧିକ କଷ୍ଟ ଦେଲେ। ବାସ୍ତବରେ ସେମାନଙ୍କର କାର୍ଯ୍ୟକଳାପ ସେମାନଙ୍କର ଈଶ୍ୱରବିହୀନ ଜୀବନର ପରିଚୟ ଦିଏ। ସେମାନେ ଆୟୁବଙ୍କର ବନ୍ଧୁ ଥିଲେ, ମାତ୍ର ତାହାଙ୍କ ପ୍ରତି ଶତ୍ରୁ ପରି ବ୍ୟବହାର କଲେ। କିନ୍ତୁ ପ୍ରିୟ ବନ୍ଧୁ, ଆମ୍ଭମାନଙ୍କର ଏପରି ଜଣେ ବନ୍ଧୁ ଅଛନ୍ତି, ଯିଏକି ଆମମାନଙ୍କ ନିମନ୍ତେ ଆପଣାର ପ୍ରାଣ ଦେଇ ଆମ୍ଭମାନଙ୍କୁ ଏହି ଦୁଃଖରୂପ ଅନଳରୁ ଉଦ୍ଧାର କରିଅଛନ୍ତି। ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ସେ ଆଜି, କାଲି ଓ ଚିରକାଳ ସମାନ। ସେ ସର୍ବାବସ୍ଥାରେ ଆମମାନଙ୍କ ସହିତ ଅଛନ୍ତି, ଆମମାନଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ ଓ ସାହାଯ୍ୟ କରିବା ନିମନ୍ତେ। କିନ୍ତୁ ଆମ୍ଭେମାନେ ତାହାଙ୍କ ନିକଟବର୍ତ୍ତୀ ହେବା ଉଚିତ। ଏହାପରେ 16 ପର୍ବର 12-14 ପଦ ମଧ୍ୟରେ ଆମେ ଦେଖୁ ଯେ ଆୟୁବ ଜାଣିବାକୁ ପାରୁଛନ୍ତି ଈଶ୍ୱର ତାହା ତାହାଙ୍କ ଜୀବନରେ ଘଟିବା ନିମନ୍ତେ ଅନୁମତି ଦେଇଛନ୍ତି। ଆଉ ସେ ଭାବୁଛନ୍ତି ଯେ ଯେକୌଣସି ସମୟରେ ତାହାଙ୍କ ପ୍ରତି ମୃତ୍ୟୁ ଘଟିପାରେ, କାରଣ ସେ ଅତିରିକ୍ତ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ 16 ପର୍ବର 15 ପଦରୁ 22 ପଦ ମଧ୍ୟରେ ଆମେ ଦେଖୁ ଯେ ଆୟୁବ ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କରନ୍ତି। ସେ ଜଣେ ଉଦ୍ଧାରକର୍ତ୍ତାଙ୍କର ଆବଶ୍ୟକତାକୁ ଉପଲବ୍ଧି କରନ୍ତି, ଯେ କି ତାହାଙ୍କ ତରଫରୁ ମଧ୍ୟସ୍ଥି ହେବେ ଓ ତାହାଙ୍କୁ ଏହି ଦୁଃଖରୁ ଉଦ୍ଧାର କରି ତାହାଙ୍କୁ ସାନ୍ତ୍ୱନା ଦେବେ ଓ ବିଶ୍ରାମ ଦେବେ। ଦେଖନ୍ତୁ 15-22 ପଦ ମଧ୍ୟରେ ଏହିପରି ଲେଖା ଅଛି, ମୁଁ ଆପଣା କର୍ମ ଉପରେ ଅଖା ସିଇଁଅଛି ଓ ଆପଣା ଶୃଙ୍ଗ ଧୂଳିରେ ରଖିଅଛି। ରୋଦନରେ ମୋହର ମୁଖ ବିକୃତ ହୋଇଅଛି ଓ ମୃତ୍ୟୁଛାୟା ମୋ ଚକ୍ଷୁର ପତା ଉପରେ ଅଛି। ତଥାପି ମୋ ହସ୍ତରେ ଦୌରାତ୍ମ୍ୟ ନାହିଁ ଓ ମୋର ପ୍ରାର୍ଥନା ନିର୍ମଳ। ଗୋ ପୃଥିବୀ, ମୋହର ରକ୍ତ ଆଚ୍ଛାଦନ କର ନାହିଁ ଓ ମୋହର କ୍ରନ୍ଦନ କୌଣସି ବିଶ୍ରାମ ସ୍ଥାନ ନ ପାଉ। ଏବେ ମଧ୍ୟ ଦେଖ, ମୋହର ସାକ୍ଷୀ ସ୍ୱର୍ଗରେ ଅଛନ୍ତି ଓ ମୋ ପକ୍ଷରେ ପ୍ରମାଣଦାତା ଊର୍ଦ୍ଧ୍ୱରେ ଅଛନ୍ତି। ମୋ ମିତ୍ରଗଣ ମୋତେ ତୁଚ୍ଛ କରନ୍ତି, ମାତ୍ର ମୋହର ଚକ୍ଷୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଲୋତକ ଢାଳେ, ଯେପରି ସେ ପରମେଶ୍ୱରଙ୍କ ନିକଟରେ ମନୁଷ୍ୟର ଓ ପ୍ରତିବାସୀ ନିକଟରେ ମନୁଷ୍ୟପୁତ୍ରର ନ୍ୟାୟ ରକ୍ଷା କରିବେ। କାରଣ ଅଳ୍ପ ବର୍ଷ ଗତ ହେଲେ ଯେଉଁ ପଥରେ ଯାଇ ମୁଁ ଫେରି ଆସିବି ନାହିଁ, ସେହି ପଥରେ ମୁଁ ଯିବି। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କର ଜଣେ ମଧ୍ୟସ୍ଥି ଅଛନ୍ତି। ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ, ଯିଏକି ଆମମାନଙ୍କ ନିମନ୍ତେ ପିତା ଈଶ୍ୱରଙ୍କ ନିକଟରେ ନିତ୍ୟ ନିବେଦନ କରନ୍ତି। 1 ତିମୋଥୀ 2 ପର୍ବର 5 ପଦରେ ପ୍ରେରିତ ପାଉଲ କହନ୍ତି, କାରଣ ଏକମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ। ଏହାପରେ ଆୟୁବ 17 ପର୍ବରେ ଆମେ ଦେଖୁ ଯେ ତାହାଙ୍କ ନିମନ୍ତେ ସେହି ମୃତ୍ୟୁ ଅପେକ୍ଷା କରି ରହିଅଛି ଓ ସେ ଭାବୁଛନ୍ତି ଯେ ସେ ଆଉ ବଞ୍ଚିବେ ନାହିଁ, ମାତ୍ର ମୃତ୍ୟୁବରଣ କରିବେ। କିନ୍ତୁ ତଥାପି ତାହାଙ୍କର ବନ୍ଧୁମାନେ ତାହାଙ୍କ ପ୍ରତି
ପରିହାସ କରୁଅଛନ୍ତି ଓ ତାହାଙ୍କ ବିରୁଦ୍ଧରେ କଥା କହୁଅଛନ୍ତି। ଜଣାଯାଉଛି ଯେପରି ଈଶ୍ୱର ତାହାଙ୍କ ପ୍ରତି ଅତି କଠିନ ହୋଇଯାଇଛନ୍ତି, ଅତି ନିର୍ଦ୍ଦୟ ହୋଇଯାଇଛନ୍ତି। ହଁ, ଈଶ୍ୱର ମଧ୍ୟ ତାହାଙ୍କ ପ୍ରତି କିଛି ସମୟ ନିମନ୍ତେ ନିର୍ଦ୍ଦୟ ହୋଇଯାଇଥିଲେ, ତାହାଙ୍କୁ ତାହାଙ୍କର ଅଧିକ ନିକଟବର୍ତ୍ତୀ କରାଇବା ପାଇଁ ଓ ତାହାଙ୍କର ମହିମାକୁ ରକ୍ଷା କରିବା ପାଇଁ। ମାତ୍ର ଈଶ୍ୱର ମଧ୍ୟ ତାହାଙ୍କୁ ସାନ୍ତ୍ୱନା ଦେବା ପାଇଁ ଓ ସାହାଯ୍ୟ କରିବା ପାଇଁ ଯାଉଛନ୍ତି ଓ ତାହାଙ୍କୁ ରକ୍ଷା କରିବା ପାଇଁ ଯାଉଅଛନ୍ତି। ହଁ, ଈଶ୍ୱର ଯଦିଓ ବିଚାରର ଈଶ୍ୱର ବା ଆମମାନଙ୍କର ଦଣ୍ଡଦାତା ଈଶ୍ୱର, ମାତ୍ର ସେ ମଧ୍ୟ ଅନୁଗ୍ରହକାରୀ ଓ ଦୟାକାରୀ ଈଶ୍ୱର। ସେ ତାଙ୍କର ଆଶ୍ରିତମାନଙ୍କୁ କେବେ ହେଲେ ଦୂରେଇ ଦେବେ ନାହିଁ। ସେଥିପାଇଁ ଲେଖା ଅଛି, ଧାର୍ମିକ 7 ଥର ପଡ଼ିଲେ ହିଁ ସେ ଉଠିବ। ପ୍ରିୟ ବନ୍ଧୁ, ଆଜି ଯଦି ଆମେ ସମସ୍ୟା ମଧ୍ୟ ଦେଇ ଗତି କରୁଅଛୁ ବା କ୍ଲେଶ ମଧ୍ୟ ଦେଇ ଗତି କରୁଅଛୁ ଓ ଲୋକମାନେ ଆମମାନଙ୍କର ଏ ପ୍ରକାର ପରିସ୍ଥିତିକୁ ଦେଖି ଆମକୁ ପରିହାସ କରନ୍ତି ବା ଦୋଷାରୋପ କରନ୍ତି ବା ଆମମାନଙ୍କ ବିରୁଦ୍ଧରେ ନିନ୍ଦାର କଥା କହନ୍ତି, ତାହେଲେ ଆମମାନେ ଭାଙ୍ଗି ପଡ଼ିବା ଉଚିତ ନୁହେଁ। କାରଣ ଈଶ୍ୱର ଆମମାନଙ୍କର ସହିତ ଅଛନ୍ତି ଓ ସେ ଆମମାନଙ୍କୁ ଶାସନ କରି ତାହାଙ୍କର ନିକଟବର୍ତ୍ତୀ କରାଉଛନ୍ତି ଓ ସେ ଆମମାନଙ୍କୁ ତାହାଙ୍କର ଅସୀମ ଦୟା ଓ ଅନୁଗ୍ରହରେ ପୁନର୍ବାର କୋଳାଇ ନେବେ ଓ ଆମମାନଙ୍କୁ ଉଦ୍ଧାର କରି ସାନ୍ତ୍ୱନା ଦେଇ ସେହି ସ୍ୱର୍ଗୀୟ ଆଶୀର୍ବାଦର ଅଧିକାରୀ କରାଇବେ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆଶା କରୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯେତେବେଳେ ଆପଣ ପରାଜିତ ଅନୁଭବ କରନ୍ତି, ଆପଣ ଯେଉଁମାନଙ୍କଠାରୁ ସାହାଯ୍ୟ ଆଶା କରନ୍ତି ସେମାନେ ଆପଣଙ୍କ ଆଶାର ବିପରୀତ କାର୍ଯ୍ୟ କରନ୍ତି, ସେତେବେଳେ ପ୍ରଭୁ ଯୀଶୁ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ଅଟନ୍ତି। ଯେତେବେଳେ ଆପଣ ରୋଗ ଯନ୍ତ୍ରଣାରେ ପୀଡ଼ିତ ହୁଅନ୍ତି, ସେତେବେଳେ ପ୍ରଭୁ ଯୀଶୁ ଆପଣଙ୍କୁ ତାଙ୍କର ଆରୋଗ୍ୟ ପ୍ରଦାନ କରନ୍ତି। ଆଇବ ତାଙ୍କର ଭୁଲ ଧାରଣା ପ୍ରକାଶ କରିଥିଲେ ଯେ ତାଙ୍କ ପ୍ରାର୍ଥନା ଶୁଣାଯାଉନାହିଁ। ଆଇବ ତାଙ୍କ ଉଦ୍ଧାର ନିମନ୍ତେ ସ୍ୱର୍ଗରେ ଯିଏ ଅଛନ୍ତି, ଯିଏ ତାଙ୍କୁ ସାହାଯ୍ୟ କରିପାରିବେ, ତାଙ୍କ ନିକଟକୁ ଆସୁଛନ୍ତି। ଆଇବ ନିରାଶ ହତାଶ ମଧ୍ୟରେ ଅଛନ୍ତି। ତାଙ୍କ ଶାରୀରିକ ପୀଡ଼ା, ସନ୍ତାନ ସନ୍ତତି କେହି ନାହାନ୍ତି, ସ୍ତ୍ରୀ ତାଙ୍କ ସପକ୍ଷରେ ନାହାନ୍ତି, କିନ୍ତୁ ସେହି ଅବସ୍ଥାରେ ସେ ଈଶ୍ୱରଙ୍କ ନିକଟକୁ ଆସୁଛନ୍ତି ସାହାଯ୍ୟ ପାଇଁ। ଆମ ନୈରାଶ୍ୟତା, ଆମ ଦୁଃଖ ମଧ୍ୟରେ ଆମେ କାହା ନିକଟକୁ ଯାଉଛୁ? ଆମେ କ'ଣ ଈଶ୍ୱରଙ୍କ ନିକଟକୁ ଯାଉଛୁ କି ତାଙ୍କ ଆଡ଼କୁ ଦୃଷ୍ଟିପାତ କରୁଛୁ କି? ଆଜି ତ ଆମ ସମୟ ଶେଷ ହେଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ଦୟାଳୁ ପ୍ରେମମୟ ପ୍ରଭୁ, ଆମେ ତୁମର ଧନ୍ୟବାଦ କରୁଅଛୁ। ପ୍ରଭୁ, ତୁମ ଦୟା, ତୁମ ଅନୁଗ୍ରହ ଯେ ଅସୀମ, ଆମମାନେ ତୁମ ଆଡ଼କୁ ଦୃଷ୍ଟିପାତ କରୁଛୁ। ପ୍ରଭୁ, ଆମ କଠିନ ପରିସ୍ଥିତି ମଧ୍ୟରେ ତୁମେ କେବଳ ଆମମାନଙ୍କ ସାହାଯ୍ୟ କରି ତୁମେ ଆମମାନଙ୍କୁ ସାହାଯ୍ୟ କରିପାର। ପ୍ରାର୍ଥନା କରୁଛୁ ପ୍ରଭୁ, ତୁମେ ଆମମାନଙ୍କୁ ଆୟୁବଙ୍କ ପରି ଜୀବନ ଦିଅ। ସେ ଯେପରି ପ୍ରଭୁ ଦୁଃଖ ଓ ସମସ୍ୟା ମଧ୍ୟରେ ତୁମ ପ୍ରତି ଦୃଷ୍ଟିପାତ କରିଥିଲେ, ସେପରି କୃପା ତୁମେ କର। ତୁମେ ପ୍ରାର୍ଥନା ଶୁଣିଲେ ଧନ୍ୟବାଦ ଦେଇ ଏହି ସମସ୍ତ ପ୍ରାର୍ଥନା ପ୍ରିୟ ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଗତ ପ୍ରଶ୍ନର ଉତ୍ତରଟି ହେଲା ସି ଆୟୁବ। ଆଜିର ପ୍ରଶ୍ନଟି ହେଲା, କିଏ ଆଧ୍ୟାତ୍ମିକବାଦୀ ଥିଲେ? ଏ ଏଲିଫୋସ୍, ବି ସାମସନ୍, ସି ଯୋସେଫ, ଡି ଜିହୁଦା। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ অনুরোধ। যদি আপনার আম কার্যক্রম ভাল লাগুচি তেবে 0444908126 রে মিসড কল দেই বিজয়ী হয়ে পারিবে। গত সপ্তাহর বিজয় দর্শক বন্ধু হেলে রায়গড়ারু রাজারাম করড়।